প্রিয় দর্শক বন্ধুগণ নমস্কার, গুড মর্নিং, সুপ্রভাত। আসিଅଛି নূতন ଅପଡେଟ୍ ନେଇ, ଯାହାକି ଆପଣମାନେ ଦେଖିବା ନିହାତି ଦରକାର। ମନ୍ଥା ନାମରେ ନାମିତ ଘୂର୍ଣ୍ଣିଝଡ଼ଟି ଆନ୍ଧ୍ରପ୍ରଦେଶକୁ ପୁରା ମନ୍ଥି ଯାଇଅଛି। ଚାଷୀ ଭାଇମାନଙ୍କୁ ପୁରା ମେରୁଦଣ୍ଡ ଭାଙ୍ଗି ଦେଇଅଛି। ଆଜିଠୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ସରକାର କ୍ଷୟକ୍ଷତିର ଭରଣ ପୋଷଣ ଦେବେ ବୋଲି କହିଛନ୍ତି। ସବୁ ସତର୍କ ଖବର, ସଠିକ୍ ଖବର ପାଇବା ପାଇଁ ଆମ ଟିକେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ସ୍ୱାଗତମ। ଦର୍ଶକ ବନ୍ଧୁଗଣ, ଆମେ ଆପଣଙ୍କୁ ପ୍ରତିଦିନର ଖବର ଦେଇଥାଉ। କେବେ ଏବଂ କେତେ ଦିନ ମଧ୍ୟରେ ଶୀତ, ଖରା, ବର୍ଷା, ବନ୍ୟା, ବାତ୍ୟା କେଉଁ ଜିଲ୍ଲାରେ କେତେ ପରିମାଣରେ ହେବ ତାହାର ସବୁ ସଠିକ୍ ଖବର ପ୍ରଦାନ କରୁ। ପ୍ରତିଦିନ ସକାଳେ ପ୍ରସାରଣ କରାଯାଇଥାଏ, ଯେମିତି ଆପଣମାନେ ସମସ୍ତେ ସୁରକ୍ଷିତ ରହିପାରିବେ। ଦର୍ଶକ ବନ୍ଧୁଗଣ, ଏହି ଖବର ସବୁ ବିସ୍ତାରିତ ଜାଣିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଫଲୋ କରିବେ, ବେଲଟିକୁ ଅନ୍ କରିବେ ବୋଲି ଅନୁରୋଧ। ଆମ ସାଙ୍ଗକୁ ଯୋଡ଼ି ରୁହନ୍ତୁ ଆଜିର ଲେଟେଷ୍ଟ ଖବର ପାଇବା ପାଇଁ। ଦର୍ଶକ ବନ୍ଧୁଗଣ, ଆଜି 30 ଅକ୍ଟୋବର 2025 ଗୁରୁବାର ଦିନ ଘୂର୍ଣ୍ଣିଝଡ଼ ମନ୍ଥା ଆନ୍ଧ୍ରପ୍ରଦେଶର ଚାଷୀ ଭାଇମାନଙ୍କ ବିଶାଳ ପରିମାଣରେ କ୍ଷତି କରିଅଛି। ମନ୍ଥାର ଗତିପଥ ବଦଳିବାରୁ ଓଡ଼ିଶା ରାଜ୍ୟରେ ସେତେ ପ୍ରଭାବ ପଡ଼ିନାହିଁ। ଅଳ୍ପ ମାତ୍ରାରେ କୁ ବର୍ତ୍ତି ଯାଇଅଛି, କିନ୍ତୁ ଦକ୍ଷିଣ ଓଡ଼ିଶା ଆକାଶରେ ମେଘୁଆ ପାଗ, ଶୁଖିଲା ପାଗ, ପ୍ରବଳ ପବନ ବହୁଅଛି। ଆଜି ଓଡ଼ିଶା ରାଜ୍ୟରେ ପୁରା ୟେଲୋ ଆଲର୍ଟ ଜାରି ହୋଇଅଛି। 12ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 50 କିଲୋମିଟରରୁ 60 କିଲୋମିଟର ପର ଘଣ୍ଟା। ପ୍ରବଳ ବର୍ଷା ଓ ବର୍ଷାର ପରିମାଣ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଏବଂ ଗଜପତି। ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବିଜୁଳି, ପବନ, ବର୍ଷା ସମ୍ଭାବନା ରହିଅଛି ଏବଂ ଏହି ଜିଲ୍ଲାରେ ସତର୍କ ରହିବା ପାଇଁ ସରକାରୀ ତରଫରୁ କୁହାଯାଇଅଛି। 2ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଝଟକା ପବନ ବହିବ। ପବନର ବେଗ 45ରୁ 55 କିଲୋମିଟର ପର ଘଣ୍ଟା। ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। ଜିଲ୍ଲା 2ଟି ହେଲା ମାଲକାନଗିରି ଓ କୋରାପୁଟ। ଏହି ଜିଲ୍ଲାରେ ଜଙ୍ଗଲିଆ ଏରିଆ, ପାହାଡ଼ିଆ ଅଞ୍ଚଳ। ଏଠାରେ ଗଛଲତା ଭାଙ୍ଗିପାରେ, ରାସ୍ତାଘାଟ ବନ୍ଦ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। 4ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ, ଝଟକା ପବନ ବହିବ। ପବନର ବେଗ ରହିବ 35 କିଲୋମିଟରରୁ 45 କିଲୋମିଟର ପର ଘଣ୍ଟା ବୋଲି ଅନୁମାନ କରାଯାଉଛି। ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି। ଏହି ଜିଲ୍ଲାରେ ବା ଏହି ଅଞ୍ଚଳରେ ପାହାଡ଼ିଆ ଜଙ୍ଗଲ ଅଞ୍ଚଳ, ଗଛ ଭାଙ୍ଗିପାରେ, ରାସ୍ତା ବନ୍ଦ ହୋଇଯାଇପାରେ, ଚାଷ ଜମି ଜଳସ୍ତର ହୋଇପାରେ ସମ୍ଭାବନା ରହିଛି। ନଦୀ ନାଳ ଭରିଯାଇପାରେ, ଚାଷ ଜମିରେ ପାଣି ଜମିପାରେ, ଗାଁ ଅଞ୍ଚଳରେ ଜଳମଗ୍ନ ଅବସ୍ଥା ହେବାର ସମ୍ଭାବନା ଅଧିକ। ଦର୍ଶକ ବନ୍ଧୁଗଣ, ଆଉ ରହିଲା ବାକି ଜିଲ୍ଲାଗୁଡ଼ିକ ସାମାନ୍ୟ ପରିମାଣରେ ବର୍ଷା, ହାଲୁକାରୁ ମଧ୍ୟମ ବର୍ଷା। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଘର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଛି। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା। ହାଲୁକାରୁ ମଧ୍ୟମ ବର୍ଷା ହେବ। ଗ୍ରାମ ଅଞ୍ଚଳରେ, ନିମ୍ନ ଭୂମି ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରୁହନ୍ତୁ। ନଦୀ ନାଳ ପାଖକୁ ଯିବେ ନାହିଁ। ସରକାରୀ ସଚେତନ ବିଜ୍ଞପ୍ତି ଓ
ପାଣିପାଗ ବିଭାଗ ନିର୍ଦ୍ଦେଶ ଅନୁସରଣ କରନ୍ତୁ। ୟେଲୋ ଆଲର୍ଟ ସହିତ ସମଗ୍ର ଓଡ଼ିଶାବାସୀ ସଚେତନ ହେବା ଦରକାର। ଯେମିତି ଗଛ ତଳେ ରହିବେ ନାହିଁ, ଇଲେକ୍ଟ୍ରିକ୍ ପୋଲ୍ ନିକଟକୁ ଯିବେ ନାହିଁ, ବିଜୁଳି ପବନ ସମୟରେ ଗଛ ତଳେ ବା ଖୋଲା ଜାଗାରେ ନ ରହିବା ପାଇଁ ପାଣିପାଗ ବିଭାଗରୁ ସଚେତନା ସନ୍ଦେଶ ଦେଇଅଛି। ଏହିସବୁ ଜିଲ୍ଲାରେ ବିଜୁଳି ସହିତ ଘଡ଼ଘଡ଼ି ବର୍ଷା ଓ ଜୋର ପବନ ଚାଲିପାରେ। ଦର୍ଶକ ବନ୍ଧୁଗଣ, ଏହା ଥିଲା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ସଚେତନ ଖବର। ମାଛ ଧରିବାକୁ ସମୁଦ୍ରକୁ ଯିବେ ନାହିଁ, ଆବଶ୍ୟକ ସଚେତନା ରଖନ୍ତୁ। ଲୋକାଲ ଅଧିକାରୀ ନିର୍ଦ୍ଦେଶ ମାନନ୍ତୁ। ଏହା ଥିଲା 30 ଅକ୍ଟୋବର ଓଡ଼ିଶାର ପାଣିପାଗ ଅପଡେଟ୍। ଦେଖା ହେବ ଆଗାମୀ ଭିଡ଼ିଓରେ। ସୁରକ୍ଷିତ ସଚେତନ ରୁହନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଅପଡେଟ୍ ପାଇଁ ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ମସ୍ତ ରୁହନ୍ତୁ ବୋଲି କାମନା କରୁଅଛି। ଧନ୍ୟବାଦ। ଜୟ ଜଗନ୍ନାଥ।